ସମସ୍ତଙ୍କୁ ଓଂସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ସମ୍ପର୍କ ବୁଝେଇବାର ଗୋଟିଏ ସୀମା ଥାଏ, ସହିବାର ବି ଗୋଟିଏ ସୀମା ଥାଏ। ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର କରିଦିଏ ସବୁ ସମ୍ପର୍କ ସେଇଠାରେ ସରିଯାଇଥାଏ। ଦୁବଘାସ ପରି ସହିବା ଶିଖ। ଲୋକମାନଙ୍କ ପାଦରେ ଦଲି ହୋଇଯାଏ, ଖରାରେ ଶୁଖିଯାଏ, ଲଙ୍ଗଳ ମୁନରେ ଉପୁଡ଼ିଯାଏ, କିନ୍ତୁ ଟିକେ ବର୍ଷା ପାଣି ପଡ଼ିଲେ ପୁଣି କଅଁଳିଯାଏ। ସେଥିପାଇଁ ତ ଏହା ଭଗବାନଙ୍କ ସବୁ କାମରେ ଲାଗେ। ପ୍ରତିଟି କାର୍ଯ୍ୟରେ ଦୁବଘାସ ଖୋଜା ପଡ଼େ। ତେଣୁ ସହିବା ଲୋକଙ୍କୁ ଭଗବାନ ଭାରି ଭଲ ପାଆନ୍ତି। ଏବେ ଶୁଣିବା ଧନର ଅଭାବ କିପରି ନ ହେବ, ସବୁବେଳେ ଧନ ରହିବ ତାର ଉପାୟ ଜାଣିବା। ସୂର୍ଯ୍ୟାସ୍ତ ପରେ ଲୁଗାପଟା କେବେ ସଫା କରନ୍ତୁ ନାହିଁ କି ଲୁଗାପଟାକୁ ଶୁଖାନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ନଖ କାଟନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ଦହି ସେବନ କରନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଭୋରରେ ବି ତୁଳସୀ ଗଛକୁ ଛୁଅଁନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଭୋଜନ ଆଉ ଜଳକୁ ଘୋଡ଼ାଇ ରଖନ୍ତୁ। ସୂର୍ଯ୍ୟାସ୍ତ ପରେ ଘର ଝାଡ଼ୁ କରନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ କାହାକୁ ଉଧାର ଦିଅନ୍ତୁ ନାହିଁ। ଦୀପର କାହାଣୀ ବହୁତ ଅଜବ। ଜଳେବି ତ କାହାକୁ ଆଲୋକ ଦେବା ପାଇଁ, ଆଉ ଲିଭେଇବି ତ କାହାକୁ ଶାନ୍ତିର ନିଦ ଦେବା ପାଇଁ। କିଛି କଥା ନ ଜାଣିଲେ ହିଁ ଭଲ। ମଣିଷ ଜୀବନରେ ବେଳେ ବେଳେ ସବୁ କିଛି ଜାଣିଦେବା ବହୁତ କଷ୍ଟ ହୋଇଥାଏ। ମଣିଷ ଜୀବନରେ ଧନୀ ଦୋଷ କଲେ ତା ଦୋଷକୁ ଚପେଇ ଦିଅନ୍ତି, ଠିକ୍ ଯେମିତି ଚା'ରେ ମାଛି ପଡ଼ିଲେ ତାକୁ ଫିଙ୍ଗି ଦିଅନ୍ତି, ଆଉ ଗୁଆ ଘିଅରେ ମାଛି ପଡ଼ିଲେ ମାଛିକୁ ଢାଙ୍କି ଫିଙ୍ଗି ଦିଅନ୍ତି। ମଣିଷ ଜୀବନରେ ପ୍ରତି ମିନିଟରେ କେହି ନା କେହି ଏ ଦୁନିଆ ଛାଡ଼ି ଯାଉଛନ୍ତି, କିନ୍ତୁ ଆମେ ଜାଣିପାରୁନା ଆମେ ମଧ୍ୟ ଏଇ ଲାଇନରେ ଅଛୁ। ତଥାପି ଏ ଜୀବନରେ ଏତେ ହିଂସା, ବାଦ, ଅହଙ୍କାର କେଉଁଥିପାଇଁ? କେଉଁଥିପାଇଁ ଗର୍ବ? ଭଗବାନ ମଣିଷକୁ ତ ବହୁତ ଭାବିଚିନ୍ତି ତିଆରି କରିଛନ୍ତି। ସେଥିପାଇଁ ଭଗବାନଙ୍କୁ ପ୍ରଶଂସା କରନ୍ତୁ। ମଣିଷ ଜୀବନ ପାଇଛନ୍ତି ବୋଲି କାହିଁକି ଗର୍ବ ଅହଙ୍କାର ଏତେ? ଆଜି ଅଛୁ କାଲିକି ନଥିବା। ମା' ବାପା କେତେ ଆଶାରେ ପିଲାମାନଙ୍କୁ ଯତ୍ନ କରନ୍ତି, ଜନ୍ମ ଦିଅନ୍ତି, ଏହି କଥା ସମସ୍ତଙ୍କୁ ଜଣା। କିନ୍ତୁ କିଛି ପୁଅ ଏମିତି ବି ଅଛନ୍ତି, ବିବାହ ହେବା ପରେ ଅଲଗା ଦୁନିଆରେ ବଞ୍ଚନ୍ତି। କିଛି ଅଛନ୍ତି ବାପା ମା'ଙ୍କୁ ସମ୍ମାନ ତ ଦିଅନ୍ତି, କିନ୍ତୁ ତାକୁ ଯଦି ପଚାରିବ ତମ ପରିବାରରେ ତମ ସ୍ତ୍ରୀ ଛୁଆଙ୍କୁ ଗୁରୁତ୍ୱ ଦେବ ନା ବାପା ମା'ଙ୍କୁ, ତେବେ ସେ କହିବ ମୋ ସ୍ତ୍ରୀ ମୋ ପିଲାଛୁଆ ପ୍ରଥମ ବୋଲି କହିବ। ତାପରେ ଏମିତି ବି ଅଛନ୍ତି ବିବାହ ପରେ ଅଲଗା ଦୁନିଆରେ ରହି ଏନ୍ଜୟ କରିବା ପାଇଁ। ବା ତାପରେ ଏମିତି ବି ଅଛନ୍ତି ସେମାନେ ବୁଝନ୍ତି ମାଇ ୱାଇଫ୍ ଇଜ୍ ମାଇ ଲାଇଫ୍। ଆଉ କିଛି ଅଛନ୍ତି ସେମାନେ କହନ୍ତି ମାଇ ଫ୍ୟାମିଲି ଇଜ୍ ମାଇ ଲାଇଫ୍। ଏଥିରେ ଫ୍ୟାମିଲି କହିଲେ ବାପା ସେଥିରେ ନଥିବେ, କେବଳ ନିଜ ସ୍ତ୍ରୀ ଏବଂ ନିଜ ଛୁଆ। ଶେଷରେ ଏହି ପଦେ ନ କହିଲେ ଭଲ ପୁଅ ଯିଏ ସେ ମନ ଦୁଃଖ କରିବ। ଏପରି ପୁଅ ବି ଅଛନ୍ତି ଯେଉଁମାନେ ବାପା ମା'ଙ୍କ ପାଇଁ ନିଜ ସ୍ତ୍ରୀକୁ ଛାଡ଼ି ଦେଉଛନ୍ତି ଏବଂ ମାଇ ପ୍ୟାରେଣ୍ଟସ୍ ଇଜ୍ ମାଇ ଲାଇଫ୍ କହୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଏ ଉତ୍ତମ? ଆଉ ସେମାନଙ୍କ ମଧ୍ୟରେ ଆମେ ସମସ୍ତେ ଅଛୁ। ସେଥିପାଇଁ ତ ବାପା ମା'ଙ୍କୁ ଭଗବାନର ଦର୍ଜା ଦିଆଯାଇଛି। ଭଗବାନ ପ୍ରଥମେ ବାପା ମା'ଙ୍କୁ
ଗଢ଼ିଛନ୍ତି ତାପରେ ଆମେ ସବୁ ଆସିଛୁ। ସେଥିପାଇଁ ମା' ବାପା ସ୍ତ୍ରୀ ପିଲା ଛୁଆ ସମସ୍ତଙ୍କୁ ସମାନ ଅଧିକାର ଦେବା ଉଚିତ। କାହାକୁ ବି ପର ଭାବନ୍ତୁ ନାହିଁ, ସମସ୍ତେ ନିଜର। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ। ତାହେଲେ ରହୁଛି ଓମ୍ ସାଇରାମ, ଜୟ ସାଇ।